ଆମେ ମଣିଷମାନଙ୍କର ଉପକାର କରିବା ବା ତାଙ୍କୁ ଭଲ ପାଇବା, ସେମାନେ ବି ଆମକୁ ଭଲ ପାଇବେ, ଆମର ଉପକାର କରିବେ। କିନ୍ତୁ ବର୍ତ୍ତମାନ ସାମ୍ପ୍ରତିକ ସମାଜରେ ଯାହା ଦେଖାଯାଉଛି, ମଣିଷର ଶତ୍ରୁ। ମଣିଷ ପଶୁ ଭଳି ଆମେମାନେ ବ୍ୟବହାର କଲେଣି, କିନ୍ତୁ ଏଇଟା ଠିକ୍ ନୁହଁ। ଏସବୁର ପରିଣାମ ଯାହା ଘଟୁଛି ଆପଣ ଦୈନିକ ସମ୍ବାଦପତ୍ର, ଟିଭି, ରେଡ଼ିଓ, ମୋବାଇଲରେ ଦେଖିପାରୁଥିବେ। ସେତିକିରୁ ଆମକୁ ଶିକ୍ଷା ଅର୍ଜନ କରିବାକୁ ହେବ ଯେ କ'ଣ କଲେ ଏସବୁ ହେବ ନାହିଁ। ଆମେ ଟିକେ ସତର୍କ ରହିଗଲେ କ'ଣ ଭଲ ହୁଅନ୍ତାନି ଆଜ୍ଞା? ସତର୍କ ରହିଯିବା, ଠିକ୍ କାମ କରିବା, ଠିକ୍ କଥା କହିବା, ଠିକ୍ ବ୍ୟବହାର କରିବା, ବୟସ୍କଙ୍କୁ ସମ୍ମାନ ଦେବା, ଛୋଟମାନଙ୍କୁ ତାଙ୍କୁ ବି ସମ୍ମାନ ଯେମିତି ଦିଆଯାଏ ତାଙ୍କୁ ସେମିତି ସମ୍ମାନ ଦେବା, ସ୍ନେହ କରିବା। ଅନେକ ସାରା ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ, ଆପଣମାନଙ୍କୁ ଅନୁରୋଧ। ଆମେ ମଣିଷମାନଙ୍କର ଉପକାର କରିବା ବା ତାଙ୍କୁ ଭଲ ପାଇବା, ସେମାନେ ବି ଆମକୁ ଭଲ ପାଇବେ, ଆମର ଉପକାର କରିବେ। କିନ୍ତୁ ବର୍ତ୍ତମାନ ସାମ୍ପ୍ରତିକ ସମାଜରେ ଯାହା ଦେଖାଯାଉଛି, ମଣିଷର ଶତ୍ରୁ। ମଣିଷ ପଶୁ ଭଳି ଆମେମାନେ ବ୍ୟବହାର କଲେଣି, କିନ୍ତୁ ଏଇଟା ଠିକ୍ ନୁହଁ। ଏସବୁର ପରିଣାମ ଯାହା ଘଟୁଛି ଆପଣ ଦୈନିକ ସମ୍ବାଦପତ୍ର, ଟିଭି, ରେଡ଼ିଓ, ମୋବାଇଲରେ ଦେଖିପାରୁଥିବେ। ସେତିକିରୁ ଆମକୁ ଶିକ୍ଷା ଅର୍ଜନ କରିବାକୁ ହେବ ଯେ କ'ଣ କଲେ ଏସବୁ ହେବ ନାହିଁ। ଆମେ ଟିକେ ସତର୍କ ରହିଗଲେ କ'ଣ ଭଲ ହୁଅନ୍ତାନି ଆଜ୍ଞା? ସତର୍କ ରହିଯିବା, ଠିକ୍ କାମ କରିବା, ଠିକ୍ କଥା କହିବା, ଠିକ୍ ବ୍ୟବହାର କରିବା, ବୟସ୍କଙ୍କୁ ସମ୍ମାନ ଦେବା, ଛୋଟମାନଙ୍କୁ ତାଙ୍କୁ ବି ସମ୍ମାନ ଯେମିତି ଦିଆଯାଏ ତାଙ୍କୁ ସେମିତି ସମ୍ମାନ ଦେବା, ସ୍ନେହ କରିବା।